ଜୟ ଜଗନ୍ନାଥ ସାଙ୍ଗମାନେ ସାଙ୍ଗମାନେ ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଆମେ ତ ଇଲିଶି ଖାଇପାରିବାନି କି ଚାକିରି କରିପାରିବାନି। ସେଥିପାଇଁ ସକାଳୁ ସକାଳୁ ଉଠି ପୁରା ମାଆଙ୍କ ପାଖରୁ 200 ଟଙ୍କା ନେଇଗଲି ଯେ ଯାଇ ଦେଶୀ ରୋହି 500 ଗ୍ରାମ ଆଣି ଦେଶୀ ରୋହି 500 ଗ୍ରାମ ଆଣିବା ଭିତରେ ନଜର ପଡ଼ିଗଲା ଆମର ଚୁନା ମାଛ ପରେ। ସେଠି ମଉସା ଡାକିଲା ଅପସନ୍ ଡାକିଲେ ଯେ 350 ଗ୍ରାମ ଚୁନା ମାଛକୁ 100 ଟଙ୍କା। ଯଦି ମାଛର ନାଁଟା ଥିଲା ହେଉଛି ମହୁରାଳି, ଯେହେତୁ ଡିମାଣ୍ଡ ଅଛି ସେଥିପାଇଁ ମହୁରାଳିରୁ ନେଇ ଆଇଲି 350 ଗ୍ରାମ, ଆଉ ରୋହିରୁ ଆଇଲି 500 ଗ୍ରାମ ଦେଶୀ ରୋହି। ପୁରା ଖରା ଦିନିଆ ପୁରା ଦହି ପଖାଳକୁ ପୁରା ଟିକେ ଆଳୁ ଭର୍ତ୍ତା କରିଦେଲି, ପୁରା ପିଆଜ ଧନିଆ ପତ୍ର ସବୁ ଲଙ୍କା ଫଙ୍କା ପକାଇ ପୁରା ଚଟଣିଟା ବଢ଼ିଆ ଭାବରେ ଗୋଟେ ଭର୍ତ୍ତାଟିଏ ବନେଇଦେଲି। ତା ସହ ଦେଶୀ ରୋହି ଭଜା, ତା ସାଙ୍ଗକୁ ମହୁରାଳି ଚୁନା ଭଜା, ଯେ ଯେଉଁଟା ହାଇ ଡିମାଣ୍ଡ। ପୁରା ଆତ୍ମା ଶାନ୍ତି ମନ ଶାନ୍ତି, ପୁରା ଖାଇବାଟା ପୁରା ଆତ୍ମା ପୁରା ତୃପ୍ତି ହେଇଗଲା। ପୁରା ବଢ଼ିଆ ଖାଇବା। ଏମିତିଆ ଖାଇବା ଖରାଦିନେ ପୁରା ଖାଇକି ପୁରା ମନୋରଞ୍ଜନ କରନ୍ତୁ, ପୁରା ପେଟ ଥଣ୍ଡା କରନ୍ତୁ। ଆମେ ତ ସବୁବେଳେ ଗରମ ଭାତ ଖାଉଛେ, ସେଥିପାଇଁ ଯେହେତୁ ଖରାଦିନ ଗୋଟେ ଟାଇମ୍ ଆମେ ଦହି ପଖାଳ ଖାଇବା, ପୁରା ପେଟ ଥଣ୍ଡା ଆତ୍ମା ଶାନ୍ତି। ଏଭଳିଆ ହେଭି ଖାଇବା ଖାଇଦେବେ, ପୁରା ଆରାମରେ ନିଦ, ପୁରା 2-3 ଘଣ୍ଟା ନିଦ ଶୋଇବେ। କେହି ଡିଷ୍ଟର୍ବ କରିବେନି, ଡାକିବେନି। ମୁଁ ତ ଖାଇ ଶୋଇପଡ଼ିଛି 2 ଘଣ୍ଟା 3 ଘଣ୍ଟା 3 ଘଣ୍ଟା ଜାଗାରେ କ'ଣ ଏକାଥରେ ରାତି 10ଟାରେ ଉଠିଛି। ଏକାଥରେ ଏମିତି ପଖାଳ ଖାଇ ପୁରା ଏ ଯେଉଁ ନିଦ, ପୁରା ଦହି ପଖାଳୁ ପେଟ ଥଣ୍ଡା ହେଇଗଲା। 10ଟା ରାତିରେ ମୁଁ ଉଠିଲି, ଆଉ ରାତିରେ ଖାଇବାର ନାହିଁ। ଯାଇ କାଲି ସକାଳେ ଜୟ ଜଗନ୍ନାଥ।